ପ୍ରେମର ବିଶାଳତା ଆଗରେ ଏହି ପୃଥିବୀଟା ଖୁବ୍ ଛୋଟ। ଶ୍ରୋତାବନ୍ଧୁ, ଏ ସପ୍ତାହର ଗଳ୍ପଟି ଡାକ୍ତର ମଞ୍ଜୁବାଳା ପଣ୍ଡାଙ୍କ ଦ୍ୱାରା ଲିଖିତ ଜେନିଫର। ତେବେ ଏହି ଦୀର୍ଘ ଗଳ୍ପଟିକୁ ଶୁଣିବା ପାଇଁ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଅନୁରୋଧ କରିବି ଶେଷ ଯାଏଁ ଏହି ଗଳ୍ପଟିକୁ ଶୁଣିବେ ଏବଂ ଆପଣଙ୍କର ମୂଲ୍ୟବାନ ମତାମତ କମେଣ୍ଟ ବକ୍ସରେ ଦେବେ। ତେବେ ଏ ଗଳ୍ପ ଭିତରକୁ ଯିବା ପୂର୍ବରୁ ମୁଁ ପୁଣି ଥରେ କହି ରଖେ, ଯଦି ଆପଣ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଅବିଳମ୍ବେ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆମର ସମସ୍ତ ନୂଆ ନୋଟିଫିକେସନ୍ ଆପଣ ହିଁ ପ୍ରଥମେ ପାଇବେ। ନିର୍ଦ୍ଧାରିତ ସମୟରେ ଫ୍ଲାଇଟ୍ ଟେକ୍ ଅଫ୍ କଲା ମୁମ୍ବାଇରୁ ଆଟଲାଣ୍ଟା। ଦୀର୍ଘ 18 ଘଣ୍ଟାର ଅବିରାମ ଯାତ୍ରା। ମଝିରେ ନ୍ୟୁୟର୍କରେ ଇମିଗ୍ରେସନ୍ ପାଇଁ ଯାହା 2 ଘଣ୍ଟାର ରହଣି। ସୁଦୀର୍ଘ ବିମାନ ଯାତ୍ରା, ତା ପୁଣି ନିଜ ପରିବାର ବ୍ୟତିରେକେ। ସତରେ ଭାରି କ୍ଳାନ୍ତିକର ଆଉ ବିରକ୍ତିକର। କିଛି ମ୍ୟୁଜିକ୍ ଆଉ କିଛି ମାଗାଜିନ୍ ଯାହା ସେଇ ଏକଲାପଣର ସାଥୀ ଥିଲା। ମୋର ଝରକା ପାଖ ସିଟ୍। ମୋ ବାଁ ପାଖରେ ବସିଥିଲା ଶ୍ଵେତାଙ୍ଗୀ ଝିଅଟିଏ। ବେଶ ସୁନ୍ଦର ଚେହେରା, ମାର୍ଜିତ ବେଶ। ଆଖି ମିଶିଯିବାରୁ ଅଳ୍ପ ହସିଦେଲା। ନିଶବ୍ଦରେ ମୁଖ ଭଙ୍ଗୀରେ ହ୍ୟାଲୋ କହିଲା। ସମାନ ଢଙ୍ଗରେ ତାକୁ ପ୍ରତ୍ୟୁତ୍ତର ଦେଲି। ଭାରି ଚିହ୍ନା ଚିହ୍ନା ମନେ ହେଲା ତାର ହସ। ଆଖି ବୁଜି ଚିନ୍ତା କଲି, ଆରେ ଏ ତ ଅବିକଳ ପ୍ରିନ୍ସେସ୍ ଡାଇନାଙ୍କ ଅପୂର୍ବ ଅନନ୍ୟ ଅକୃତ୍ରିମ ମନଲୋଭା ଜୀବନ୍ତ ହସ ପରି ଲାଗୁଛି। ବେକ ବଙ୍କେଇ ଅନେଇଲି ପୁଣି ଥରେ। ଦୁଇଟି ମଣିଷଙ୍କ ହସ ମଧ୍ୟରେ ଏତେ ସମାନତା ଥାଇପାରେ? ଝିଅଟିର ସେପାଖରେ ତା ତୁଳନାରେ ବୟସ୍କ ଲାଗୁଥିବା ଜଣେ ଶ୍ଵେତାଙ୍ଗ, ବୋଧହୁଏ ତାର ସ୍ୱାମୀ। ସୌମ୍ୟ ଅଥଚ ଗମ୍ଭୀର। ଏ ଭିତରେ କିଛି ସମୟ ଅତିବାହିତ ହୋଇସାରିଥିଲା। ଯାତ୍ରୀମାନେ ଖିଆପିଆ ସାରି ଶୋଇବାର ଉପକ୍ରମ କରୁଥିଲେ। ଯେକୌଣସି ଯାତ୍ରା ସମୟରେ ମୋ ଆଖିକୁ ଆଦୌ ନିଦ ଆସେ ନାହିଁ। ଧିମା ଆଲୁଅରେ କିଛି ପଢ଼ିବା ବି ସମ୍ଭବ ନୁହେଁ। ଅତଏବ କାନରେ ଇୟରଫୋନ୍ ଲଗାଇ ମୁକେଶଙ୍କ ପୁରୁଣା ଗୀତ ଶୁଣିଲି। ପୁରୁଣା ଗୀତର ଏକ ସ୍ୱତନ୍ତ୍ର ମାଦକତା ଥାଏ। ସେ ଗୀତର ଭାବରେ ମୁଁ ତଲ୍ଲୀନ ହୋଇଯାଏ, ସୁରରେ ବିଲୀନ ହୋଇଯାଏ। ସେତେବେଳେ କିଏ ମୋତେ ଡାକିଲେ ବି ମୁଁ ହଠାତ୍ ଶୁଣିପାରେ ନାହିଁ, କିଛି କହିଲେ ବୁଝିପାରେ ନାହିଁ। ସେ ଝିଅଟି ହୁଏତ ମୋତେ ପ୍ରଥମେ ଡାକିଛି, ମୁଁ ଜାଣିପାରିନି। ତାପରେ ମୁଁ ଅନୁଭବ କଲି ମୋ ବାଁ କାନ୍ଧରେ ତା କଅଁଳ ପାପୁଲିର ମୃଦୁ ଚାପ। କାନରୁ ଇୟରଫୋନ୍ କାଢ଼ି ପଚାରିବା ଆଖିରେ ତାକୁ ଅନେଇଲି। ସରି ମାମ୍, ଆପଣଙ୍କୁ ଡିଷ୍ଟର୍ବ କଲି। ତା ସ୍ୱରରେ ଏକ ଅପ୍ରତିଭ ଭାବ ବାରି ହୋଇ ପଡ଼ୁଥିଲା। ଆରେ ନା ନା, କୁହ। ମାମ୍, ଆପଣ ଯଦି କିଛି ମନେ ନ କରନ୍ତି। ପୁଣି ଅଟକିଗଲା ସେ। କୁହ, ସଂକୋଚ କରିବାର କିଛି ନାହିଁ ମା। ସହଯାତ୍ରୀ ଅର୍ଥାତ୍ ସହଭାଗୀ। ଦେହ ଅସୁସ୍ଥ ଲାଗୁନାହିଁ ତ? ସେ ମୋ ଝିଅ ବୟସର ଲାଗୁଥିଲା। ତେଣୁ ଅଭ୍ୟାସ ବଶତଃ ମା ଡାକଟି ମୋ ତୁଣ୍ଡରୁ ବାହାରିଗଲା। ଅଥଚ ସେ ଡାକ ଶୁଣୁ ଶୁଣୁ ସେ ବେଶ ସହଜ ଆଉ ସ୍ୱାଭାବିକ ମନେ ହେଲା। ମାମ୍, ଆପଣଙ୍କର ଯଦି କିଛି ଆପତ୍ତି ନଥାଏ, ସେ ଝରକା ପାଖ ସିଟ୍ଟା। ଓ, ତମେ ସିଟ୍ ବଦଳାଇବାକୁ ଚାହୁଁଛ? ଏଥିରେ ଏତେ ସଂକୋଚ କରିବାର କ'ଣ ଅଛି? ପ୍ଲିଜ୍। ମୁଁ ସଙ୍ଗେ ସଙ୍ଗେ ଉଠି ଠିଆ ହେଲି। ଭଦ୍ରଲୋକ ମୋ ଜାଗାକୁ ଉଠି ଆସିଲେ। ମୁଁ ଯାଇ ତାଙ୍କ ଜାଗାରେ ବସିଲି। ପୁଣି ଆଖି ବୁଜି ମନ ଦେଲି ଗୀତ ଶୁଣିବାରେ। କିନ୍ତୁ କେବଳ ଅଳ୍ପ କିଛି ସମୟ ପାଇଁ ହିଁ ମୁଁ ନିଶ୍ଚିତ ହୋଇ ଗୀତ ଶୁଣିପାରିଲି। ମୋତେ ଲାଗିଲା ବାରମ୍ବାର ମୋର ଡାହାଣ ବାହୁ କିଏ ଜଣେ ସ୍ପର୍ଶ କରି ମୋତେ ଡାକୁଛି। ଅଗତ୍ୟା ଆଖି ଖୋଲି କାନ ମେଲି ଡାହାଣ ପଟକୁ ଚାହିଁଲି। ଆଖି ମୋର ସ୍ଥିର ହୋଇ ରହିଗଲା। ଏକ ଅପ୍ରତ୍ୟାଶିତ ଦୃଶ୍ୟ। ଭଦ୍ରବ୍ୟକ୍ତି ଜଣକ ତାଙ୍କ ବାମ ବାହୁ ଝିଅଟିର ବେକ ଚାରିପଟେ ଗୁଡ଼େଇ ଦେଇ ତାକୁ କୋଳକୁ ଆଉଜି ନେଉଛନ୍ତି, ଆଉ ଝିଅଟି ତାଙ୍କ ଛାତିରେ ମୁଣ୍ଡ ରଖି ଫୁଲି ଫୁଲି କାନ୍ଦୁଛି ଏକ ସତର୍କିତ ଚାପା ସ୍ୱରରେ। ଅସାବଧାନତା ବଶତଃ ଭଦ୍ରବ୍ୟକ୍ତିଙ୍କ ହାତ ହିଁ ହୁଏତ ମୋ ଦେହରେ ବାରମ୍ବାର ବାଜି ଯାଉଛି। ଆଖି ସେଉଠୁ ଫେରାଇ ଆଣି ଆଖି ପାଉଥିବା ଅନ୍ୟ ଯାତ୍ରୀଙ୍କ ଉପରେ ଆଖି ପହଁରେଇ ଆଣିଲି। ନା, ଅଧିକାଂଶ ଯାତ୍ରୀ ଗଭୀର ନିଦ୍ରାରେ। ଯେଉଁମାନେ ଚେଇଁଛନ୍ତି ବି ଇଆଡ଼ିକି କାହାରି ନିଗା ନାହିଁ। ଭଲ ହେଲା। କାହାରି ବ୍ୟକ୍ତିଗତ ବ୍ୟାପାରରେ ମୋର ମୁଣ୍ଡ ଖେଳିବାର ବି ନଥିଲା। କିନ୍ତୁ କିଛି କଥା କେବଳ ଶୟନକକ୍ଷ ମଧ୍ୟରେ ସୀମିତ ରହିବା ଉଚିତ ବୋଲି ମୋର ବଦ୍ଧମୂଳ ଧାରଣା ଥିବା ହେତୁ ଅଳ୍ପ କ୍ଷଣ ପାଇଁ ସାମାନ୍ୟ ଅପ୍ରସ୍ତୁତ ଓ ଅପ୍ରତିଭ ମନେ କଲି। ଯଦିଓ ପରକ୍ଷଣରେ ମୋର କ'ଣ ଯାଏ ନ୍ୟାୟରେ ମନ ସ୍ଥିର କଲି, ଆଉ ସାମାନ୍ୟ ବାମକୁ କଡ଼ ମାଡ଼ି ଶୋଇବାକୁ ଚେଷ୍ଟା କଲି। ହେଲେ ମଣିଷ ମନ ଭାରି ଅମାନିଆ। ମନ ମନାକୁ ବେଶୀ ମନ କରେ। ଇୟରଫୋନ୍ ଏବେ ଆଉ ମୋ କାନ ଗ୍ରହଣ କଲା ନାହିଁ। ଆଖି ଚାହିଁଲା ସମସ୍ତଙ୍କ ଅଲକ୍ଷ୍ୟରେ କିଛି ଲକ୍ଷ୍ୟ କରିବ। ପୁଣି ଏକ ଅସ୍ୱାଭାବିକ ଶବ୍ଦ। ବାରଣ ନ ମାନି ଆଖି ମୋର ଫେରି ଚାହିଁଲା।
ଝିଅଟିର ଓଠରେ ଓଠ ମିଶାଇ ଗଭୀର ଚୁମ୍ବନ ଦେଉ ଭଦ୍ରବ୍ୟକ୍ତି ଜଣକ କୋହରେ ସତେଅବା ଫାଟି ପଡ଼ୁଛନ୍ତି। ଦୁଇ ପାପୁଲିରେ ମୁହଁ ଢାଙ୍କି ପିଲାଙ୍କ ଭଳି କାନ୍ଦୁଛନ୍ତି। ସ୍ୱର କିନ୍ତୁ ଚାପା। ମୋ ପାଇଁ ଏ ଦୃଶ୍ୟ ନିହାତି ଅନାହୁତ, ନିଶ୍ଚିତ ଭାବରେ ଅଭାବିତ ମଧ୍ୟ। ହଠାତ୍ ଦେଖିଲି ବିମାନ ପରିଚାରିକା ଜଣେ ସାମ୍ନାପଟୁ ଆସୁଛନ୍ତି। ହୁଏତ ପଛରେ କୌଣସି ଯାତ୍ରୀ ଖୋଜୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଏମାନଙ୍କୁ ସତର୍କ କରିଦେବା ବୋଧହୁଏ ଉଚିତ ହେବ। କମ୍ବଳ ସଜାଡ଼ିବା ବାହାନାରେ ମୁଁ ଉଠି ଠିଆ ହେଲି। ସେହି ଶବ୍ଦରେ ଆଶା ମୁତାବକ ସେମାନେ ମଧ୍ୟ ସଂଯତ ଓ ସଙ୍କୁଚିତ ହୋଇଗଲେ। ପରିଚାରିକାଟି କାମ ସାରି ଫେରି ଯାଇଥିଲା। ଝିଅଟି ନିଜ ଅସଜଡ଼ା କେଶରାଶି ସଜାଡ଼ୁଥିଲା। ଅଜାଣତରେ ମୋ ଆଖି ତା ଆଡ଼କୁ ଫେରିଗଲା। ସ୍ଥିର ଭାବରେ ସେ ମୋତେ ଚାହିଁଥିଲା। ତାର ନିରୀହ ଲୁହ ଡବ୍ ଡବ୍ ଚାହାଣି ମୋର ଏବେ ବି ମନେ ଅଛି। ଆଖିରେ ସତେ ଯେମିତି ମୋତେ କହୁଥିଲା, ସରି ମାମ୍। ତାର ବିନୀତ ମୁଦ୍ରା, ଅନୁଚ୍ଚାରିତ ଉଚ୍ଚାରଣ, ଉଶୃଙ୍ଖଳ ମନେ ହେଉଥିବା ତାର ଆଚରଣକୁ ମୋ ମନରୁ ପୋଛିଦେଲା। ତା ପାପୁଲିକୁ କିଛି ମୁହୂର୍ତ୍ତରେ ମୁଠେଇ ଧରି ତାକୁ ଆଶ୍ୱାସନା ଦେବାକୁ ଚେଷ୍ଟା କଲି। ସେମାନେ ଏବେ ବୋଧହୁଏ ଶୋଇଲେଣି। କମ୍ବଳକୁ ବେକ ଯାଏଁ ଟାଣି ଆଣି ଜୋରରେ ଆଖିପତା ବୁଜିବାକୁ ଚେଷ୍ଟା କଲେ। ଶ୍ଵେତାଙ୍ଗମାନେ ଯେ ସ୍ୱୟଂ ସର୍ବସ୍ୱ, ବେପରୱାହ ଆଉ ଭାବପ୍ରବଣ ବିହୀନ, ଏ ଧାରଣା ମୋର କ୍ରମଶଃ ଧୋଇ ହୋଇଯାଇଥିଲା। ୟାଡ଼ୁ ସାଡ଼ୁ ଭାବୁ ଭାବୁ କେଜାଣି କେତେବେଳେ ଆଖିକୁ ନିଦ ଆସିଗଲା। ଝିଅଟିର ମିଠା ଡାକରେ ସକାଳର ନିଦ ଭାଙ୍ଗିଲା। ଗୁଡ୍ ମର୍ଣ୍ଣିଂ ମାମ୍। ସକାଳର ବ୍ରେକଫାଷ୍ଟ ସର୍ଭ ହେଲାଣି। ଏବେ ଯଦି ଆପଣ ନ ନିଅନ୍ତି ପୁଣି ପରବର୍ତ୍ତୀ ସର୍ଭ ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ମଝିରେ କିଛି ଆଉ ମାଗିପାରିବେନି। ଆପଣ ଗତ ରାତିରେ ବି କିଛି ଖାଇନାହାନ୍ତି। ଝିଅଟିର କଥାରେ ବେଶ୍ ଆତ୍ମୀୟତା। ଗୁଡ୍ ମର୍ଣ୍ଣିଂ ଆଣ୍ଡ ଥ୍ୟାଙ୍କ୍ସ କହି ଚଟାପଟ ଯାଇ ଫ୍ରେଶ୍ ହେଇ ଆସି ଜଳଖିଆ ଖାଇନେଲି। ଝରକା ସଟର ତଳକୁ କରି ଭଦ୍ରବ୍ୟକ୍ତି ନିଘୋଡ଼ ନିଦରେ ଶୋଇଯାଇଛନ୍ତି। ହୁଏତ ଗତ ରାତ୍ରିର ଅନିଦ୍ରା ଯୋଗୁଁ। ରୁଟ୍ ମ୍ୟାପ୍ ଉପରେ ନିଘା କଲେ। ଏଇ ବିମାନଟି ଆଟଲାଣ୍ଟିକ୍ ଉପକୂଳ ଛାଡ଼ିଛି। ମାନେ କିଛି ନହେଲେ ବି ଆଉ 8-10 ଘଣ୍ଟାର ବାଟ। ଝିଅଟିକୁ ଚାହିଁଲି। ମୁହଁରେ ସେଇ ଶାଶ୍ୱତ ହସ। ମୁହଁ ତ ନୁହଁ, ସତେଅବା ଶ୍ୱେତ ଶୁଭ୍ର ସଜ ରଜନୀଗନ୍ଧାର ସ୍ତବକଟିଏ। ନୂଆ ସକାଳର ଜୀବନୀ ଶକ୍ତି ଯେମିତି ଗଲା ରାତିର ଦୁଃଖ ଯନ୍ତ୍ରଣାକୁ ସମ୍ପୂର୍ଣ୍ଣ ପୋଛି ଦେଇଛି। ଯାତ୍ରା ସମୟରେ ଆଳାପର ସୁଯୋଗ ମୁଁ ଆଦୌ ହାତଛଡ଼ା କରେ ନାହିଁ। ମୁଁ ଅଳ୍ପ ହସି କଥା ଆରମ୍ଭ କଲି। ଏତେ ସମୟ ପାଖାପାଖି ବସିଛ ଆମେ, ଏଯାଏଁ ତମ ନାଁଟି ବି ପଚାରି ପାରିଲିନି। ମୁଁ ଜେନିଫର, ଜେନି। ଆପଣ ନ୍ୟୁୟର୍କ ଯାଉଛନ୍ତି? ମୁଁ ଡାକ୍ତର ପଣ୍ଡା, ଆଟଲାଣ୍ଟା ଯାଉଛି। ସିଡିସିରେ ଗୋଟିଏ ପେପର ପ୍ରେଜେଣ୍ଟେସନ୍ ଅଛି। ଆରେ ବାଃ, ଆପଣ ଡାକ୍ତର? ସର୍ବଦା ଡାକ୍ତରମାନଙ୍କ ପ୍ରତି ମୋର ସ୍ୱତନ୍ତ୍ର ଶ୍ରଦ୍ଧା ଓ ସମ୍ମାନ। ମୋ ବାପା ଓ ମା ଉଭୟ ଡାକ୍ତର ଥିଲେ। ତଳ ଓଠକୁ ଅଳ୍ପ ଚାପି ସେ ଦୀର୍ଘଶ୍ୱାସ ନେଲା। ଥିଲେ ମାନେ ଅନେକ କଥା କହିବାରେ ମୋର ଆପତ୍ତି ନାହିଁ। ଆପଣଙ୍କ ଶୁଣିବା ଉପରେ ନିର୍ଭର କରେ। ଏତେ ବେଶୀ ସ୍ପଷ୍ଟବାଦୀ ଓ ପ୍ରଗଳ୍ଭା ବିଦେଶୀନୀଟିଏ ମୁଁ ଆଜି ଯାଏଁ ଦେଖିନଥିଲି। ଅଳ୍ପ ହସି ସମ୍ମତି ସୂଚକ ମୁଣ୍ଡ ଟୁଙ୍ଗାରିଲି। ସେ ସଜାଡ଼ି ହେଇ ବସିଲା। ମୋ ମାଙ୍କର ବାପା ଓ ମା ଉଭୟ ଭାରତୀୟ। ଅନେକ ଦିନରୁ ସେମାନେ ଆମେରିକାରେ ଆସି ରହୁଥିଲେ। ମୋ ମାଙ୍କ ଜନ୍ମ ଆମେରିକାରେ, ମୋ ବାପା କିନ୍ତୁ ୟୁକେର। ବାପା ଓ ମା ଦୁହେଁ ଡାକ୍ତର ଥିଲେ। ନ୍ୟୁୟର୍କର ଏକ ହସ୍ପିଟାଲରେ କାମ କଲାବେଳେ ଉଭୟ ଘନିଷ୍ଠ ହୁଅନ୍ତି। ଗର୍ଭରେ ମୁଁ ଆସିବାର ସଂକେତ ପାଇବା ପରେ ବାପାଙ୍କ ଉପରେ ବିବାହ ପାଇଁ ଚାପ ପକାନ୍ତି ମୋ ମା। ବାପା କିଛିଦିନ ଟାଳଟୁଳ କରି ହଠାତ୍ ଦିନେ ଚାକିରି ଛାଡ଼ି ଅନ୍ତର୍ଦ୍ଧାନ ହୋଇଯାଆନ୍ତି। ମୋ ଅଜା ଆଈ ଚାହୁଁଥିଲେ ବାପାଙ୍କୁ ଖୋଜି ବାହାର କରିବେ କିମ୍ବା ମୋ ମାଙ୍କୁ ଅନ୍ୟତ୍ର ବିବାହ କରାଇଦେବେ। ମା କିନ୍ତୁ ଏକ ଭିନ୍ନ ପ୍ରକାର ମଣିଷ ଥିଲେ। ସେ କହିଲେ ଏ ପ୍ରତାରକ ସହିତ କୌଣସି ପରିସ୍ଥିତିରେ ସେ ବିବାହ କରିବେନି। ତା ଛଡ଼ା ଜଣକ ସନ୍ତାନକୁ ଗର୍ଭରେ ଧରି ଆଉ ଜଣକୁ ବିବାହ କରିବାକୁ ସେ ଆଦୌ ଗ୍ରହଣ କଲେ ନାହିଁ। ଭାରତୀୟତା ମୋ ମାଙ୍କ ଭିତରେ ଖୁନ୍ଦି ହୋଇ ରହିଥିଲା। ଅତଏବ ସେ ନିଷ୍ପତ୍ତି ନେଲେ ସିଙ୍ଗଲ ମଦର ଭାବେ ସେ କେବଳ ମୋତେ ଜନ୍ମ ଦେବେ ନାହିଁ, ତମାମ ଜୀବନ ସେ ଏକାକୀ ହିଁ ମୋର ଜିମା ନେବେ। ନିଜ ମାଙ୍କ ଦମ୍ଭ ଓ ପ୍ରତିବଦ୍ଧତା କଥା କହିଲା ବେଳେ ଜେନି ମୁହଁରେ ଗର୍ବ ଆଉ ଦାମ୍ଭିକତାର ଆଭା ଉକୁଟି ଉଠୁଥିଲା। ତା ମାଙ୍କ ଚାରିତ୍ରିକ ଉଜ୍ଜ୍ୱଳତା ସତେଅବା ତାରି ମୁହଁରୁ ଉତୁରି ଆସିଛି। ମୁଁ ଗଭୀର ଉତ୍ସୁକତାର ସହିତ ଜେନିଙ୍କୁ ଶୁଣୁଥିଲି। ମା ତାଙ୍କ ସଂକଳ୍ପରୁ ଏତେ ଟିକିଏ ବି ବିଚ୍ୟୁତ ହୋଇନଥିଲେ। ଏକ ଦକ୍ଷ ଚିକିତ୍ସିକା ସାଙ୍ଗକୁ ସଂସାରର ସର୍ବୋତ୍ତମ ସମର୍ପିତା ଜନନୀ ଥିଲେ ସେ। ହେଲେ ଜେନି ଅଟକିଗଲା। ଦୁଇ ଓଠକୁ ଶକ୍ତ ଭାବରେ ଚାପି ଦୃଷ୍ଟି ଉପରକୁ ଗଲା। ତା ଆଖିରେ ଢଳ ଢଳ ହେଉଥିବା ଲୁହ ଦି ବୁନ୍ଦା
ମୋ ଆଖିରୁ ବାଦ୍ ପଡ଼ିଲାନି। ମୋତେ ଲାଗିଲା ଝରିଯିବା ପାଇଁ ଚାହୁଁଥିବା ଲୁହ ଦିଟୋପାକୁ ପିଇ ଦେବା ପାଇଁ ସତେ ଯେମିତି ସେ ରୀତିମତ ସଂଘର୍ଷ କରୁଥିଲା। ଜେନି, ମୁଁ ତା ହାତକୁ ମୁଠେଇ ଧରିଲି। ମାମ୍, ମୁଁ ଆପଣଙ୍କୁ ଆଣ୍ଟି ଡାକିପାରିବି? ମୋ ଛାତି ଭିତରେ କିଛି ଗୋଟେ ଯେମିତି ଅଟକିଗଲା। କେଉଁ ଦୁଃଖ କେଉଁ ଯନ୍ତ୍ରଣାରେ ବିଚାରି କୋରି ବିଦାରି ହୋଇଯାଉଛି। ମାଇ ଚାଇଲ୍ଡ। ତା ମୁହଁକୁ ମୋ କାନ୍ଧରେ ରଖି ସ୍ନେହରେ ତାକୁ ଆଉଁସି ଦେଲି। ଅକୁହା ଦୁଃଖର କଳା ଘୁମର ମେଘ ସତେଅବା ସମବେଦନାର ଶୀତଳ ସ୍ପର୍ଶ ପାଇଁ ଅସରା ଅସରା ହୋଇ ବର୍ଷିଗଲା। ତା ଲୁହରେ ମୁଁ ସତରେ ଗୋଟା ବଣେ ଓଦା ହୋଇଯାଇଥିଲି। ଆଣ୍ଟି, କୁହାଯାଏ ଭଗବାନ ବାଛି ବାଛି ଭଲ ମଣିଷମାନଙ୍କୁ ତାଙ୍କ ପାଖକୁ ନେଇଯାଆନ୍ତି। ହଁ ନା? ମୋତେ ଯେତେବେଳେ ଜମା 12 ବର୍ଷ ମୋର ଏକମାତ୍ର ବନ୍ଧୁ, ଏକାନ୍ତ ପ୍ରିୟ ମା, ସର୍ବୋପରି ଜଣେ ଦୃଢ଼ମନା ମହୀୟସୀ ମହିଳା ଏକ ରୋଡ୍ ଟ୍ରାଫିକ୍ ଆକ୍ସିଡେଣ୍ଟରେ ଚାଲିଗଲେ, ମୋତେ ପୁରାପୁରି ନିଃସ୍ୱ କରିଦେଇ। ଅବଶ୍ୟ ପ୍ରତିକୂଳ ପରିସ୍ଥିତିରେ ଜିଇଁବାର ସାମର୍ଥ୍ୟ ଉତ୍ତରାଧିକାରୀ ସୂତ୍ରରେ ମୁଁ ତାଙ୍କଠାରୁ ପାଇଥିଲି। ତେଣୁ ଏହି ତୀବ୍ର ଦୁଃଖକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ମୁଁ ଆଜି ତାଙ୍କ ଚାହିଁବା ମୁତାବକ ମଣିଷଟି ହୋଇପାରିଛି। ଜେନି ନୀରବି ଗଲା। ଶୂନ୍ୟକୁ ଚାହିଁଲା କିଛି ବେଳ। ତା ନୀରବତା ବ୍ୟାଖ୍ୟା କରୁଥିଲା ପିତା ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ମାତୃହରା 12 ବର୍ଷର ବାଳିକାଟିଏ ସଂସାରରେ ସଗୌରବେ ତିଷ୍ଠି ରହିବା ପାଇଁ କେତେ ବେଶୀ ସଂଘର୍ଷ କରିନଥିବ। ଜେନି, ଭାଗ୍ୟ ଉପରେ କାହାରି ଜୋର ନାହିଁ, କିନ୍ତୁ ନିଜ କର୍ମ ଉପରେ ସମସ୍ତଙ୍କ କର୍ତ୍ତୃତ୍ୱ ଥାଏ। ଏ ନିରାଟ ସତ୍ୟକୁ ତମେ କେବଳ ବୁଝିନାଅ, ନିଜ ବାସ୍ତବ ଜୀବନରେ କରି ଦେଖେଇଛ। ତମେ ବାସ୍ତବିକ ଅନନ୍ୟା। ଜେନି ସତେକି ସେଦିନ ପଣ କରିଥିଲା ନିଜକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରିଦେବା ପାଇଁ। ଅନର୍ଗଳ କହୁଥିଲା, ଆଣ୍ଟି, ମାଙ୍କ ପରି ମୁଁ ମଧ୍ୟ ଖୁବ୍ ସ୍ୱାଧୀନଚେତା ଥିଲି। MBA ସାରିବା ପରେ ମୁଁ ଏକ ଚାକିରି ପାଇଁ ଆବେଦନ କରିଥିଲି। ଆଉ ଜାଣିଛନ୍ତି, ମୋ ଜୀବନର ପ୍ରଥମ ସାକ୍ଷାତକାରରେ ମୁଁ ଟପ୍ପର ହୋଇଥିଲି ଏବଂ ତା ପରଦିନ ହିଁ ଏକ ବଡ଼ ମଲ୍ଟିନେସନାଲ କମ୍ପାନୀରେ ଜଏନ୍ କଲି। ବିନା କୌଣସି ଅସୁବିଧାରେ ନୂଆ ଚାକିରି, ନୂଆ ପରିବେଶ, ନୂଆ ଜୀବନ ସହ ନିଜକୁ ଖାପ ଖୁଆଇ ନେଲି। ଏହି ସବୁ ଭିତରେ ଆଉ ଏକ ସତ୍ୟ ହେଲା, ମୋର ଏକ ବିଲକ୍ଷଣ ଥିଲା। ମୁଁ ପୁରୁଷଙ୍କ ପ୍ରତି ଅସହିଷ୍ଣୁ ଥିଲି। କହିବାକୁ ଗଲେ ପୁରୁଷଙ୍କୁ ଘୃଣା କରୁଥିଲି। ଆଣ୍ଟି, ମୁଁ ଜାଣେ ଘୃଣା ଏକ ଖରାପ ଶବ୍ଦ, କିନ୍ତୁ ସତକୁ କେମିତି ଅସ୍ୱୀକାର କରିବି ଯେ? ଆଉ ଏକ ତୀବ୍ର ଘୃଣାର କାରଣ କେବଳ ମୋ ବାପା। ଯେକୌଣସି ପୁରୁଷକୁ ଦେଖିଲେ ମୋର ବାପାଙ୍କ ପ୍ରତିଛବି ଦିଶେ। ତାଙ୍କ ପ୍ରତାରଣା କଥା ମନେ ପଡ଼ିଯାଏ। ମୋ ମାଙ୍କ ଜୀବନ ଯନ୍ତ୍ରଣା କଥା ମୋ ଆଖି ଆଗରେ ନାଚିଯାଏ, ଯାହା ମୋ ପାଇଁ ଅସହ୍ୟ ହୁଏ। କିନ୍ତୁ ଏକ ସମ୍ପୂର୍ଣ୍ଣ ପୁରୁଷବିହୀନ ପରିବେଶ ପାଇବା ବି ସମ୍ଭବ ନୁହେଁ। ଅତଏବ ମୁଁ ନିଜ ଭାବାବେଗ ସହିତ ସାଲିସ କରି ଚଳୁଥିଲି। କିନ୍ତୁ ଦେଖନ୍ତୁ ନା ଆଣ୍ଟି, ଭାଗ୍ୟର ଖେଳ କେତେ ଅଦ୍ଭୁତ। ଅଫିସରେ ମୋ ଇମିଡିଏଟ୍ ବସ୍ ଜୋସେଫ ଜଣେ ପୁରୁଷ। ମୋ ଆଖି ଭଦ୍ରବ୍ୟକ୍ତିଙ୍କ ଉପରେ ପୁଣି ଥରେ ଘୁରି ଆସିଲା। ଇଏ ଜୋସେଫ ନୁହଁ ତ? ଜେନିଫରର କୁଆଡ଼େ କି ନିଘା ନାହିଁ। ଏବେ ତ ସେ ଆଖି ଅଧା ବୁଝି କଥା କହୁଛି। ଅଫିସ ଭିତରେ ଅନେକ ବାର ଜୋସେଫଙ୍କ ପାଖରେ କାମ, କିନ୍ତୁ ତାଙ୍କୁ ଦେଖିବା ପରେ ମୋ ଜୀବନର ଅଙ୍କକଷା ପୁରାପୁରି ଗୋଳମାଳିଆ ହୋଇଗଲା। ସୌମ୍ୟ, ବୟସ୍କ, ସଦା ଗମ୍ଭୀର, ଅଦ୍ଭୁତ ମଣିଷ। କାହାରି ସାଥିରେ, ବିଶେଷତଃ ଝିଅମାନଙ୍କ ମୁହଁକୁ ଚାହିଁ କଥା ହେଉନଥିଲେ ସେ। ଚାଟ୍ କରିବା କି କଫି ପିଇବା ତ ଦୂରର କଥା, କିନ୍ତୁ ତାଙ୍କ କାମର ଗୁଣବତ୍ତା ଅତୁଳନୀୟ। ଅନେକ ସମୟରେ ବାମ ହାତରେ ନିଜ କପାଳକୁ ଚିପି ଧରି ଡାହାଣ ହାତରେ କିଛି ଲେଖୁଥାନ୍ତି, ଆଉ କେତେବେଳେ ଚାପା ସ୍ୱରରେ କାହାକୁ ଫୋନ୍ କରୁଥାନ୍ତି। ଆଉ ସବୁ ଠିକ୍ଠାକ୍ ତ? ସେ କ'ଣ ତାହେଲେ ଠିକ୍ରେ ନାହାନ୍ତି କି? ଦୁନିଆରେ ତେବେ ଆଉ ଜଣେ ବି ମଣିଷ ଅଛି ଯେ ମୋ ପରି ବି ଅଠିକ ଆଉ ଅଠିକଣାରେ ଜିଇଛି? କ୍ରମଶଃ ଏମିତି ହେଲା, ମୁଁ ଘରକୁ ଫେରି ଫ୍ରେଶ୍ ହେଇ କଫି କପ୍ରେ ଚୁମକ ଦେଲାବେଳେ ସେଇ ଧୂଆଁରେ ଜୋସେଫଙ୍କ ମୁହଁକୁ ଦେଖିଲେ। ଅନାବନା ଭାବନା ବୁଢ଼ିଆଣୀ ଜାଲ ଭଳି ମୋ ମନରେ ଗୁଡ଼େଇ ତୁଡ଼େଇ ହେଲା। ମୋ ବାପାଙ୍କ ଶଠତା ଯୋଗୁଁ ମୁଁ ଯେପରି ପୁରୁଷ ବିଦ୍ୱେଷୀ ହୋଇପାରେ, ଜୋସେଫଙ୍କ ମା ସେପରି କୌଣସି ଗହୀର୍ତ୍ତ କାର୍ଯ୍ୟ କରିଥିବେ। ତେଣୁ ହୁଏତ ସେ ନାରୀ ବିରୋଧୀ। କିନ୍ତୁ ଜଣେ ନାରୀ ଯୋଗୁଁ ପୁରା ନାରୀ ଜାତି କେଉଁ ନ୍ୟାୟରେ ଦୋଷୀ? ଆମମାନଙ୍କ ଭୁଲ କେଉଁଠି ଯେ? ହଠାତ୍ ମୋ ଚେତନା ଚହଲିଗଲା, ହୃଦୟ ଦୋହଲିଗଲା। ଇସ୍, ମୁଁ କେତେ ବଡ଼ ଭୁଲ ନ କରୁଛି। ଗୋଟେ ଠକ ମଣିଷର ମାପରେ ତମାମ ପୁରୁଷ ସମାଜକୁ ତଉଲୁଛି, ହେୟ ମଣୁଛି। ଆଣ୍ଟି, କେବଳ ଗୋଟିଏ ମଣିଷ ଉପରେ ଅନୁମାନିକ ବିଶ୍ଳେଷଣ ସେଦିନ ଜୀବନ ପ୍ରତି ମୋ ଦୃଷ୍ଟିଭଙ୍ଗୀକୁ ସମ୍ପୂର୍ଣ୍ଣ ବଦଳେଇ ଦେଲା। ତା ପରଦିନଠାରୁ ମୁଁ ମୋ ପୁରୁଷ ସହକର୍ମୀମାନଙ୍କୁ ସ୍ମିତ ହସି ସସମ୍ମାନେ ହାୟ କହିଲି। ସେମାନେ ଚକିତ ହେଲେ, ଯଦିଓ ମଧୁର ହସରେ ପ୍ରତ୍ୟୁତ୍ତର ଦେଲେ। ହସିବା ଓ ହସେଇବା ଯେ ସୁସ୍ଥ ସମାଜ ଗଠନ ପାଇଁ ଏକାନ୍ତ ଆବଶ୍ୟକ, ମୁଁ ସେଦିନ ବୁଝିଗଲି।
ଅନ୍ୟ ପକ୍ଷରେ ଯୋସେଫଙ୍କର କୌଣସି ପରିବର୍ତ୍ତନ ନଥିଲା। ପୂର୍ବପରି ସଦାସର୍ବଦା ଉଦାସୀନ ଓ ବୀତସ୍ପୃହ। ବେଳେବେଳେ ତାଙ୍କ ଆଖିର ଚମକ ଦେଖି ମୁଁ ଏତିକି କେବଳ ବୁଝୁଥିଲି ଯେ ସେ ମୋ ତ୍ରୁଟିଶୂନ୍ୟ କାର୍ଯ୍ୟକୁ ଅତିମାତ୍ରାରେ ପସନ୍ଦ କରୁଛନ୍ତି। ସବୁଠାରୁ ସଙ୍ଗୋପନ କଥାଟି ହେଲା, ସେ ଯେତେ ବେଶୀ ଅନାସକ୍ତ ରହୁଥିଲେ ତାଙ୍କ ପ୍ରତି ମୋର ଆସକ୍ତି ଆଉ ଅନୁରକ୍ତି ସେତେଟା ବଢ଼ୁଥିଲା। ବୟସର ତାରତମ୍ୟ ଆଦୌ ବାଧକ ହେଲା ନାହିଁ। ସେଦିନ ଅଫିସରେ ଅନେକ କାମ, ଡ୍ୟୁଟି ବେଳ କେତେବେଳୁ ଗଡ଼ିଗଲାଣି ମୁଁ ଜାଣିନି। ହଠାତ୍ ଯୋସେଫ ଆସି ମୋ ପାଖରେ ଠିଆ ହେଲେ। ଆଶ୍ଚର୍ଯ୍ୟଚକିତ ହୋଇ ଠିଆ ହେଲି ମୁଁ। ସେ କହିଲେ, ଜେନି, ରାତି ଅନେକ ହେଲାଣି, ତମର ଅଫିସ ଛାଡ଼ିବା ଉଚିତ। ଅତ୍ୟଧିକ ପରିଶ୍ରମ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏତିକି କହି ସେ ଚାଲିଗଲେ। ମୁଁ ବିହ୍ୱଳ ହୋଇଗଲି। ଅତ୍ୟଧିକ ଖୁସିରେ ମୋ ଆଖିରେ ପାଣି ଆସିଗଲା। ସେ କେବଳ ମୋ ଡାକ ନାଁ ଜାଣିନାହାନ୍ତି, ସେ ମୋ ପାଇଁ ବ୍ୟସ୍ତ ଆଉ ଚିନ୍ତିତ ମଧ୍ୟ। ଘରକୁ ଫେରି ମା'ର ଫଟୋକୁ ଧରି ବହେ ଗେଲ କଲି। ଫିସ୍ ଫିସ୍ କରି କହିଲି, ଦେଖ, ତୋ କୁନି ଝିଅ ଏବେ କେତେ ବଡ଼ ହୋଇଗଲାଣି। ଆଇ ଆମ୍ ଇନ୍ ଲଭ୍ ମା। ୟା ପରେ ଆମେ କେବେ କେବେ ଏକା ସଙ୍ଗେ କଫି ପିଇଲୁ। ସାଥୀ ହୋଇ କଫି ପିଇବା କ୍ରମଶଃ ନୀତିଦିନିଆ ଅଭ୍ୟାସ ହେଲା ସିନା ଆମ କଥାର ପରିସର ବ୍ୟକ୍ତିଗତ ସ୍ତରକୁ ବ୍ୟାପ୍ତ ହୋଇପାରିଲାନି। କିନ୍ତୁ ନିବିଡ଼ ନିରନ୍ତର ଇଚ୍ଛାଟିଏ ଦିନେ ନା ଦିନେ ହୃଦୟର ରୁଦ୍ଧ ଦ୍ୱାର ଖୋଲି ଓଠର ବନ୍ଧ ବାଡ଼ ଡେଇଁ ବାହାରକୁ ବାହାରି ଆସେ। ଦିନେ ଯୋସେଫ ଆଉ ମୁଁ କାଫେରେ ବସିଥିଲୁ। ତମ ପରିବାର ଆଉ ସବୁ କିଏ ଅଛନ୍ତି ଜେନି? କେବଳ ଅଜା ଆଉ ଆଈ। ମୋ ବାପାଙ୍କୁ ମୁଁ ଜନ୍ମରୁ ଦେଖିନି। ମା ଅସମୟରେ ଅନେକ ଦିନରୁ ଗଲେଣି। ସେ ଅତ୍ୟନ୍ତ ବୁଦ୍ଧିମାନ, ସବୁ ବୁଝୁଥିବେ। ଆଉ ଆଗକୁ କଥା ନ ବଢ଼ି ସିଧାସଳଖ କହିଲେ, ଆମେ ଦୁଇଜଣ ଉତ୍ତମ ବନ୍ଧୁ। ସେଇ ଖାତିରରେ କହୁଛି, ତମେ ଏଣିକି ବିବାହ କରିଯିବା ଉଚିତ ହେବ ଜେନି। ଏମିତି କିଛି ମୁଁ ଆଶା କରିଥିଲି କି? କେଜାଣି ଉତ୍ତର ନ ଦେଇ ମୁଁ ଅଳ୍ପ ହସିଲି। କିଛି ତ କୁହ ଜେନି। ମୋ ମାଙ୍କ ପରି ମୁଁ ସବୁବେଳେ ସିଧା ସିଧା କଥା କହେ। ଯୋସେଫ, ମୋ ସମ୍ବନ୍ଧରେ ତମର ଉଦ୍ବିଗ୍ନତା ପାଇଁ ଧନ୍ୟବାଦ। ଅସଲ କଥା ହେଲା, ମୁଁ ଏ ଭିତରେ ଜଣକୁ ନିବିଡ଼ ଭାବରେ ଭଲ ପାଇ ବସିଛି। ମୁଁ କେବଳ ତାଙ୍କୁ ପ୍ରଚୁର ଭଲ ପାଏନି, ପ୍ରଚଣ୍ଡ ଭକ୍ତି କରେ ଆଉ ପ୍ରବଳ ଭୟ ମଧ୍ୟ କରେ। ଆଉ ସବୁଠାରୁ ମଜା କଥା ହେଲା, ମୋ ପ୍ରତି ତାଙ୍କ ମନୋଭାବ ସମ୍ବନ୍ଧରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ। ତେଣୁ ବିବାହ ବାବଦରେ ମୁଁ ଏବେ ଆଦୌ ଚିନ୍ତା କରୁନି। ଦଣ୍ଡେ ଗୁମ୍ ମାରି ରହିଲେ ଯୋସେଫ। ଜେନି, ମୁଁ ନିର୍ଭୁଲ ଭାବରେ କିଛି ଆଘ୍ରାଣ କରିପାରୁଛି। ତମେ ଠିକ୍ ଆଘ୍ରାଣ କରିଛ ଯୋସେଫ। ଜେନି? ଏସ୍ ଯୋସେଫ, ଇଟ୍ ଇଜ୍ ଫ୍ୟାକ୍ଟ। ଏକ ଅଦ୍ଭୁତ ନୀରବତା। ମୁଁ ପରିଷ୍କାର ମୋ ହୃତ୍ସ୍ପନ୍ଦନ ଶୁଣିପାରୁଥିଲି। ମୁଁ ଅନୁଭବ କଲି କ୍ଷଣିକ ପାଇଁ ଯୋସେଫ ମୋ ପାପୁଲିକୁ ମୁଠେଇ ଧରିଥିଲେ। ତମେ ହୁଏତ ଜାଣ ନା ଜେନି, ମୁଁ ବିବାହିତ। ତମଠାରୁ ମୁଁ ଢେର ବୟସ୍କ। ମୋର ଦୁଇଟି ସନ୍ତାନ ଷ୍ଟାଣ୍ଡାର୍ଡ 7 ଆଉ ଷ୍ଟାଣ୍ଡାର୍ଡ 9ରେ ପଢ଼ନ୍ତି। ବୋର୍ଡିଂ ସ୍କୁଲରେ ଉଭୟ ରହନ୍ତି। ସବୁଠାରୁ ବଡ଼ କଥା ହେଲା, ମୋ ପତ୍ନୀ ଏକ ଅସାଧ୍ୟ ଦୁରାରୋଗ୍ୟ ମାନସିକ ରୋଗରେ ପୀଡ଼ିତା। ରୋଗ ଯେତେବେଳେ ବଢ଼ିଯାଏ ସେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରନ୍ତି। ପାଦେ ପାଦେ ତାଙ୍କୁ ଜଗିବାକୁ ହୁଏ। ମୁଁ ଉତ୍ତରଦାୟୀ ତାଙ୍କ ପ୍ରତି। କୌଣସି ପରିସ୍ଥିତିରେ ମଧ୍ୟ ମୁଁ ତାଙ୍କୁ ଏହି ଅବସ୍ଥାରେ ଏକାକୀ ଛାଡ଼ିପାରିବିନି। ଯଦିଓ ଏ କଥା ଆଦୌ ସତ୍ୟ ନୁହଁ ଯେ ତମ ପ୍ରତି ମୋର ସ୍ନେହ ଓ ସମ୍ମାନ ଅନେକ ବେଶୀ, କିଛି ମାତ୍ରାରେ ଅଦମ୍ୟ ଦୁର୍ବଳତା ବି। ଯୋସେଫ ଦୁଇ ହାତରେ ନିଜ କପାଳକୁ ଚାପି ଧରିଲେ। ଠିକ୍ ସେହି ଅବସ୍ଥା ଯାହା ଅଫିସରେ ଅନେକ ଥର ମୁଁ ଲକ୍ଷ୍ୟ କରିଛି। ରିଲାକ୍ସ ଯୋସେଫ, ତମ ବିଷୟରେ ଟିକନିକ୍ ସବୁ ଖବର ସଂଗ୍ରହ କରିଛି ମୁଁ। ହୁଏତ ତମକୁ ଗଭୀର ଭାବେ ଅନୁଶୀଳନ କରିଛି ବୋଲି ହିଁ ମୁଁ ତମକୁ ଏତେ ନିବିଡ଼ ଭାବରେ ଭଲ ପାଏ। ମୁଁ କେବେ ବି ଚାହିଁନି ତୁମ ନିଜ ପରିବାର ପ୍ରତି ଅନ୍ୟାୟ କରି ତମେ ମୋତେ ବିବାହ କର। ଆହୁରି ନିର୍ଦ୍ଦିଷ୍ଟ ଭାବରେ କହିଲେ, ମୁଁ ତମ ସହିତ କୌଣସି ଶାରୀରିକ ସମ୍ପର୍କ ବି ଚାହେଁ ନା। କାରଣ ସିଙ୍ଗଲ ମଦରର ଦୁଃଖ, ଯନ୍ତ୍ରଣା ଓ ସଂଘର୍ଷ ମୁଁ ଖୁବ୍ ପାଖରୁ ଦେଖିଛି। ମୁଁ ତ ଆଶା ବି କରିନଥିଲି ଏତେ ଶୀଘ୍ର ତମ ପାଖରେ ଖୋଲାଖୋଲି ନିଜ ହୃଦୟକୁ ଖୋଲି ଦେଇପାରିବି। ମୋତେ ଏହା ବି ଜଣାନଥିଲା ତମେ ମଧ୍ୟ ମୋତେ ସମ ପରିମାଣରେ ଭଲ ପାଅ। ତମେ ମୋତେ ଆଶାତୀତ ପ୍ରେମ ଦେଇଛ ଯୋସେଫ, ବରଂ ତମକୁ ଏଭଳି ଅଡ଼ୁଆ ପରିସ୍ଥିତିରେ ପକାଇଥିବାରୁ ଦୁଃଖିତ ମୁଁ। ଆମେ ଉଭୟଙ୍କୁ ବୁଝିଗଲୁ। ସମ୍ଭ୍ରମ ଓ ଶାଳୀନତାର ସୀମାରେଖା ଭିତରେ ମିଳାମିଶା କଲୁ। ତାଙ୍କ ପରିବାର ଉପରେ ମୋ ଛାଇ ନ ପଡ଼ିବା ନେଇ ମୁଁ ଯତ୍ନବାନ ଥିଲି। ମୋ ପରି ଗୋଟିଏ ଅନୂଢ଼ା ଯୁବତୀ ସହିତ ଘନିଷ୍ଠ ହେଲାବେଳେ ସେ ବେଶ୍ ସଂଯମତା ରକ୍ଷା କରୁଥିଲେ। ଆଣ୍ଟି, ଜୀବନର ଗତି ସବୁବେଳେ ସାବଲୀଳ ହୋଇନଥାଏ। ତାଙ୍କର ବଦଳି ହେଲା କାଲିଫର୍ଣ୍ଣିଆ, ଆମେରିକାର ପୂର୍ବ ଉପକୂଳରୁ ଏକାବେଳକେ ପଶ୍ଚିମ ଉପକୂଳକୁ। ନୀତି ନୀତି ଦେଖା ସାକ୍ଷାତ ହିଁ ଆମ ପ୍ରେମର ଏକମାତ୍ର ମାଧ୍ୟମ ଥିଲା। ତା ବି ଆମର ପ୍ରାପ୍ତ ହେବ ନାହିଁ। ଯୋସେଫ ଭୀଷଣ ଉଦାସ ହୋଇଗଲେ। ମୁଁ ଯଦିଓ ନିଜ ଭିତରେ ଖୁବ୍ ଭାଙ୍ଗି ପଡ଼ିଲି। କେବଳ ତାଙ୍କୁ ଦମ୍ଭ ଦେବା ପାଇଁ ହସିଲି।
ମୋ ହସ କାଳେ ତାଙ୍କୁ ଅବିକଳ ପ୍ରିନ୍ସେସ୍ ଡାୟନାଙ୍କ ହସ ଭଳି ଲାଗେ। ସେ କହନ୍ତି ମୋ ହସକୁ ସେ କେବଳ ଉପଭୋଗ କରନ୍ତି ନାହିଁ, ପିଅନ୍ତି ବି। ବିଦାୟ ଦିନ ମୁଁ ତାଙ୍କ ମୁହଁକୁ ଚାହିଁ ପାରୁନଥିଲି। ଯଦିଓ ମୁଁ ଭାବୁଥିଲି ତାଙ୍କୁ କେବେ ବି କିଛି ମାଗିବିନି, ସେଦିନ କିନ୍ତୁ ନିଜ ପାଖରେ ନିଜେ ହାରିଗଲି। ଜୋସେଫ୍, ଗୋଟେ କଥା ମାଗିବି, ଠିକ୍ ଲାଗିଲେ ଦେବ। ସତ କହୁଛି, ନ ପାଇଲେ ବି ଜମା ମନ ଖରାପ କରିବିନି। ସ୍ନେହ ଓ ଆବେଗରେ ସେ ମୋ ପାପୁଲିକୁ ଛୋଟ ଚୁମାଟିଏ ଦେଲେ। ଚୁମାରେ ଚୁମାରେ କହିଲେ, କୁହ ଜୋସେଫ୍, ବର୍ଷକ ଭିତରେ କେବଳ ଗୋଟିଏ ଦିନ ମୋତେ ଦେଇପାରିବ? ବାକି ତମାମ ସମୟ ତମେ ତମ ପରିବାର ପାଇଁ ଦିଅ। ଦିନେ ପାଇଁ ଆମେ ସାରା ସଂସାରକୁ ଭୁଲିଯିବା, କେବଳ ତମେ ଆଉ ମୁଁ। ଲୁହ କୋହରେ ମୁଁ ରୁନ୍ଧି ହୋଇଯାଉଥିଲି। ମୋ ଓଠରେ ଗଭୀର ଚୁମ୍ବନ ଦେଉ ଦେଉ ସେ କହିଲେ, ଦିନେ ନୁହେଁ, ବର୍ଷକ 7 ଦିନ ଆମେ ଏକା ସାଙ୍ଗେ ରହିବା, ଅନ୍ୟ ଏକ ସ୍ୱତନ୍ତ୍ର ପରିବେଶରେ। ସେ କେବଳ ଆମ ଦୁହିଁଙ୍କ ଦୁନିଆ ହେବ। ପ୍ରମିସ୍। ଆଣ୍ଟି, ସେ ତାଙ୍କ ପ୍ରମିସ୍ 100% ପାଳନ କରିଛନ୍ତି। ଏହି ସପ୍ତାହକ ଆମ ପାଇଁ ସର୍ବଶ୍ରେଷ୍ଠ ସମୟ। ଆମେ ତେଣୁ ଏହାକୁ ଭ୍ରମଣଜନିତ କ୍ଳାନ୍ତି ଓ କୋଳାହଳରେ ବିତେଇବାକୁ ଚାହିଁଲୁନି। ଆପଣଙ୍କ ଭାରତରେ ଏକ ଛୋଟ ସହରରେ ଛୋଟିଆ ଘରଟିଏ କିଣିଛୁ ଆମେ। ଗୋଟିଏ ଖୁବ୍ ସୁନ୍ଦର ପରିବାର ସେଠି ରହନ୍ତି ଆଉ ଘରର ଦେଖାଚାହାଁ ବି କରନ୍ତି। ଉପର ମହଲାର 2 ବଖରା ଆମେ ପହଞ୍ଚିଲେ ବିନି ଆଣ୍ଟି ଖୋଲି ଦିଅନ୍ତି। ସପ୍ତାହେ ଚଳିବା ପାଇଁ ଆନୁଷଙ୍ଗିକ ସମସ୍ତ ଜିନିଷ ଆଣି ସଜେଇ ରଖନ୍ତି। ମୁଁ ନିଜ ହାତରେ ବ୍ରେକଫାଷ୍ଟ, ଲଞ୍ଚ, ଡିନର ତିଆରି କରି ଜୋସେଫ୍କୁ ବଳେଇ ବଳେଇ ଖୁଆଏ। ବିନି ଆଣ୍ଟିଙ୍କ ପାଖରୁ ଅନେକ ଡିଶ୍ ତିଆରି ଶିଖିନେଇଛି। ଜୋସେଫ୍ ମୋତେ ପ୍ରେମରେ ପୋତି ପକାନ୍ତି। ବିଗତ 9 ବର୍ଷ ହେଲା ଆମେ ଏଇ ଧରାବନ୍ଧା ରୁଟିନ୍ରେ ବନ୍ଧା। ଗତ ରାତି ଆମ ପାଇଁ ଏହି ବର୍ଷର ଶେଷ ରାତି ଥିଲା। ନ୍ୟୁୟର୍କ ପହଞ୍ଚିବା କ୍ଷଣି ଆମେ ପରସ୍ପରଠୁ ଦୂରେଇ ଯିବୁ। ଘନିଷ୍ଠତା ପାଇଁ ପୁଣି ବର୍ଷକର ଆକୁଳ ଅପେକ୍ଷା। ହୁଏତ ଏଇଥିପାଇଁ କାଲି ରାତିରେ ଆମେ ଆମ ଆବେଗିକ ଆତୁରତାକୁ ନିୟନ୍ତ୍ରଣରେ ରଖିପାରିଲୁ ନାହିଁ। କ୍ଷମା କରିବା ଆଣ୍ଟି, ଆମେ ସତରେ ବହୁତ ଦୁଃଖିତ। ଜେନିର କାହାଣୀ ସରିଗଲା। ମୋତେ ଲାଗୁଥିଲା ମୁଁ ଜେନିର କଥା ଶୁଣୁନଥିଲି। ଏକ ଅନନ୍ୟ ଅପୂର୍ବ ପ୍ରେମ କଥାର ଡକୁମେଣ୍ଟାରୀ ଚଳଚ୍ଚିତ୍ରଟିଏ ଦେଖୁଥିଲି। ହେଲେ ମୋ ଆଖିରେ ଏତେ ଲୁହ, ଜେନିକୁ ଲୁଚେଇ ଲୁହ ପୋଛିଲି। ଭେଜ୍ ଅର୍ ନନ୍ଭେଜ୍ ମ୍ୟାମ୍? ବିମାନ ପରିଚାରିକାଙ୍କ ପ୍ରଶ୍ନରେ ମୁଁ ସମ୍ବିତ ଫେରି ପାଇଲି। ଏ ଭିତରେ ଏତେ ସମୟ ଗଡ଼ିଗଲାଣି। ଜେନି ମଧ୍ୟ ନିଦ୍ରିତ ଜୋସେଫ୍ଙ୍କୁ ଲଞ୍ଚ ପାଇଁ ଉଠାଇଦେଲା। ଅଳ୍ପ ସମୟ ପରେ ଆମେ ଜନ୍ ଏଫ୍ କେନେଡି ବିମାନ ବନ୍ଦରରେ ଲ୍ୟାଣ୍ଡିଂ କଲୁ। ଏୟାରକ୍ରାଫ୍ଟ ବାହାରେ ଜେନି ମୋତେ ଜୋସେଫ୍ଙ୍କ ସହ ପରିଚୟ କରାଇଦେଲା। ହାତ ଯୋଡ଼ି ନମସ୍କାର କଲେ ସେ। ଓଃ, କି ବିରଳ ବ୍ୟକ୍ତିତ୍ୱ। ଏଥର ବିଦାୟ ବେଳ। ଛୋଟିଆ ଗେଲି ଝିଅଟିଏ ଭଳି ତାର 2 ହାତରେ ମୋ ବେକକୁ ଗୁଡ଼େଇ ଧରି ମୋ 2 ଗାଲରେ ଚୁମା ଦେଲା ଜେନି। ମୋର କଣ୍ଠରୋଧ ହେଲା। ମୋତେ ଭାରି ଦୁଃଖୀ ଦୁଃଖୀ ଲାଗିଲା। ମୋ ଜନ୍ମ କଲା ଝିଅ ବା ମୋତେ ଛାଡ଼ି ଶାଶୁଘର ଯାଉଛି। ଧେତ୍, ଏ ଲୁହ ବି ବଡ଼ ଅବାଧ୍ୟ। ମୁଁ ଲୁହ ଢୋକିବାକୁ ଚେଷ୍ଟା କଲି। ପୋଖତ ଅଭିଭାବକଟିଏ ଭଳି ତା ସୁନ୍ଦର ସରୁ ସରୁ ଆଙ୍ଗୁଠିରେ ମୋ ଅମାନିଆ ଲୁହ 2 ଧାର ପୋଛି ଦଉ ଦଉ ସେ କହିଲା, ନୋ ନୋ ଆଣ୍ଟି, ନୋ କ୍ରାଇଂ। ପ୍ରେମର ବିଶାଳତା ଆଗରେ ପୃଥିବୀଟା ଖୁବ୍ ଛୋଟ। ଆରଥରକୁ ଇଣ୍ଡିଆ ଗଲାବେଳେ ହୁଏତ ଆପଣଙ୍କ ସହିତ ଦେଖା ହେଇଯାଇପାରେ। ମୋ ଅନ୍ତରରୁ ଏହା ହିଁ ଚାହିଁବି। ଆରେ ତରତର ହେଇ ପର୍ସରୁ ଭିଜିଟିଂ କାର୍ଡ଼ଟିଏ ବାହାର କରି ତା ହାତରେ ଗେଞ୍ଜି ଦଉ ଦଉ ତା କପାଳରେ ଆଦର ଓ ଆବେଗ ମିଶା ଚୁମାଟିଏ ଦେଲି। ଲଭ୍ ୟୁ ଆଣ୍ଟି, ଗୁଡ୍ ବାଏ। ଯନ୍ତ୍ରବତ ହାତ ହଲେଇ ତାକୁ ବିଦାୟ ଜଣେଇଲି। ଏକ ଅପୂର୍ବା ଅନନ୍ୟା ସମ୍ପୂର୍ଣ୍ଣା ପ୍ରେମିକାଟିଏ କ୍ରମଶଃ ଛାଇ ହୋଇ ମୋ ଆଖି ସାମ୍ନାରୁ ଅଦୃଶ୍ୟ ହୋଇଗଲା। ଜେନିଫର ପାଇଁ ମୋ ମନରେ ଏବେ ବି ଶେଷହୀନ ଆଶାର ଆତୁର ଅପେକ୍ଷା। ଶ୍ରୋତାବନ୍ଧୁ, ଏ ସୁନ୍ଦର ପ୍ରେମ କାହାଣୀଟିକୁ ଡାକ୍ତର ମଞ୍ଜୁବାଳା ପଣ୍ଡା ଏଇ ଯେ ସୁନ୍ଦର ଭାବରେ ଚିତ୍ରଣ କରି, ମୁଁ ଆଶା କରୁଛି ଗପଟି ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଉ ଯଦି ଭଲ ଲାଗିଥାଏ ତାହେଲେ ଆମ ଚ୍ୟାନେଲକୁ ଆପଣ ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେନି। ମୁଁ ପୁଣି ଆସିବି ଆଉ ଏକ ସୁନ୍ଦର ଗପକୁ ନେଇକି। ସେ ଯାଏ ରହୁଛି, ନମସ୍କାର।